ପିଲାମାନେ ଏ ଚିତ୍ରଟିରେ କ'ଣ ଦେଖୁଛ ରେ? ସାଧାରଣତଃ ଆମ ଗାଁ ମାନଙ୍କରେ ଫସଲ କିଆରିରେ ତୁମେ ଏମିତି କିଛି ଦେଖିଥିବ, ଦେଖିଛ ନା ନାହିଁ? ଆକୁ କ'ଣ କୁହନ୍ତି ତୁମେ ଜାଣିଛ? ଆକୁ ଆମ ଓଡ଼ିଆରେ ପାଳଭୂତ ବୋଲି କୁହନ୍ତି। ଇନ୍ ଇଂଲିଶ ଇଟ୍ ଇଜ୍ କଲ୍ଡ ଏ ସ୍କେୟାର କ୍ରୋ। ଇଂରାଜୀରେ ଆକୁ ସ୍କେୟାର କ୍ରୋ ବୋଲି କୁହାଯାଏ। ନର୍ମାଲି farmers use it to keep away the birds and animals who come to eat the crops. ସାଧାରଣତଃ ଆମର ଯେଉଁ ପଶୁପକ୍ଷୀମାନେ ଫସଲ ଖାଇବାକୁ ଆସନ୍ତି ସେମାନଙ୍କୁ ଡରାଇବା ପାଇଁ ବା ଘଉଡ଼ାଇବା ପାଇଁ କୃଷକମାନେ ଏହାର ବ୍ୟବହାର କରିଥାନ୍ତି। ଚାଲ ଏ ବିଷୟରେ ଗୋଟିଏ ମଜାଦାର କବିତା ପଢ଼ିବା ଏବଂ ଏନ୍ଜୟ କରିବା। ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀ ଇଂରାଜୀ ବହିର ଲେସନ୍ 7 ସ୍କେୟାର କ୍ରୋ। ଟପିକକୁ ଯିବା ପୂର୍ବରୁ ଗୋଟେ ଛୋଟିଆ କଥା, ପିଲାମାନେ ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ ଏବଂ ଯଦି ଏଥିରୁ କିଛି ଶିଖିବାକୁ ମିଳେ ତାହେଲେ ଭିଡ଼ିଓଟିକୁ ସାଙ୍ଗମାନଙ୍କ ସହିତ ସେୟାର କରିଦେବ ଏବଂ ଏହି ରିଲେଟେଡ୍ ଭିଡ଼ିଓ ଯଦି ଆଗକୁ ପାଇବାକୁ ଚାହୁଁଥାଅ ତାହେଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରିଦେବ। ଫଳରେ ଆମର ପ୍ରତ୍ୟେକଟି ଅପଲୋଡ଼ର ନୋଟିଫିକେସନ୍ ତୁମମାନଙ୍କ ପାଖରେ ପହଞ୍ଚି ପାରିବ ସର୍ବପ୍ରଥମେ। ତ ପିଲାମାନେ ମୁଁ ବର୍ତ୍ତମାନ ଏହି ପୋଏମ୍ଟିକୁ ବଡ଼ ପାଟିରେ ପଢ଼ୁଛି, ତୁମେମାନେ ମନ ଦେଇ ଶୁଣ। ୟୁ ଆର୍ ହୁ ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାର କ୍ରୋ? ୟୁ ୱେୟାର ହିଜ୍ ସାର୍ଟ, ୟୁ ହୋଲ୍ଡ ହିଜ୍ ବୋ, ୟୁ ୱେୟାର ହିଜ୍ ପ୍ୟାଣ୍ଟସ୍। ୟୁ ଆର୍ ହୁ ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାର କ୍ରୋ? ୟୁ ଡୁ ହିଜ୍ ଜବ୍, scare the crow, scare the birds and other animals too. You are who? The landowner or the scarecrow? You are a look-alike, a simian twin. Who knows? Who knows? Is your owner hiding behind you? I walked too early, no intention to spoil or steal, but you naughty dare to scare me too. You are who? The landowner or the scarecrow? ଆମେ ବର୍ତ୍ତମାନ ଷ୍ଟାଞ୍ଜା ୱାଇଜ୍ ଏହାର ଓଡ଼ିଆ ଏକ୍ସପ୍ଲାନେସନ୍ କରିବା। ଫାର୍ଷ୍ଟ ଷ୍ଟାଞ୍ଜା ଦେଖିବା। ୟୁ ଆର୍ ହୁ? ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାରକ୍ରୋ? ଯେମିତି ପିଲାମାନେ ଆମେ ସମସ୍ତେ ଜାଣିଛନ୍ତି ସାଧାରଣତଃ ଫସଲ କିଆରି ମାନଙ୍କରେ ପାଳଭୂତ ପୋତା ଯାଇଥାଏ। ସେମିତି ଆମର କବି ଗୋଟିଏ ପାଳଭୂତକୁ ଦେଖିଛନ୍ତି। ଦ ପୋଏଟ୍ ସିଜ୍ ଏ ସ୍କେୟାର କ୍ରୋ ଆଣ୍ଡ ୱାଣ୍ଟସ୍ ଟୁ ନୋ ଇଫ୍ ହି ଇଜ୍ ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାର କ୍ରୋ। କବି ପାଳଭୂତକୁ ଦେଖିକି କନଫ୍ୟୁଜ୍ ହୋଇଯାଇଛନ୍ତି ଏବଂ ତାର ପରିଚୟ ଜାଣିବାକୁ ଚାହିଁଛନ୍ତି। ତାକୁ ପଚାରୁଛନ୍ତି, ହୁ ଆର୍ ୟୁ? ତୁମେ କିଏ? ଆର୍ ୟୁ ଦ ଲ୍ୟାଣ୍ଡ ଓନର୍ ଅର୍ ଏ ସ୍କେୟାର କ୍ରୋ? ତୁମେ ଜମିର ମାଲିକ ନା ଗୋଟେ ପାଳଭୂତ? ତାହେଲେ ଆମକୁ ଜାଣିବାକୁ ପଡ଼ିବ କବିଙ୍କ ମନରେ ଏମିତି ଭାବନା କାହିଁକି ଆସିଲା। ୟୁ ୱେୟାର ହିଜ୍ ସାର୍ଟ, ୟୁ ହୋଲ୍ଡ ହିଜ୍ ବୋ, ୟୁ ୱେୟାର ହିଜ୍ ପ୍ୟାଣ୍ଟସ୍। ୟୁ ଆର୍ ହୁ? ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାର କ୍ରୋ? ପିଲାମାନେ ତୁମେ ଲକ୍ଷ୍ୟ କରିଥିବ ପାଳଭୂତ ଗୁଡ଼ିକ ସାଧାରଣତଃ ଆମ ପରି ଡ୍ରେସ୍ ପିନ୍ଧିଥାନ୍ତି। କବି କହୁଛନ୍ତି ୟୁ ୱେୟାର ହିଜ୍ ସାର୍ଟ, ତୁମେ ତାଙ୍କର ସାର୍ଟ ପିନ୍ଧିଛ। ତାଙ୍କର ବୋଲି କାହାର? ଜମି ମାଲିକଙ୍କର। ମିନ୍ସ ୟୁ ୱେୟାର ଦ ଲ୍ୟାଣ୍ଡ ଓନର୍ସ ସାର୍ଟ, ତୁମେ ଜମି ମାଲିକଙ୍କର ସାର୍ଟ ପିନ୍ଧିଛ। ୟୁ ହୋଲ୍ଡ ହିଜ୍ ବୋ, ତୁମେ ତାଙ୍କର ଧନୁକୁ ଧରିଛ। ୟୁ ୱେୟାର ହିଜ୍ ପ୍ୟାଣ୍ଟସ୍, ତୁମେ ତାଙ୍କର ପ୍ୟାଣ୍ଟକୁ ପିନ୍ଧିଛ। ୟୁ ଆର୍ ହୁ? ତୁମେ କିଏ? ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାର କ୍ରୋ? ତୁମେ ଜମି ମାଲିକ ନା ଗୋଟିଏ ପାଳଭୂତ? ତାପରେ କ'ଣ ରହିଛି ଦେଖିବା। ୟୁ ଡୁ ହିଜ୍ ଜବ୍, ସ୍କେୟାର ଦ କ୍ରୋ, ସ୍କେୟାର ଦ ବାର୍ଡସ୍ ଆଣ୍ଡ ଅଦର ଆନିମଲ୍ସ ଟୁ। ୟୁ ଆର୍ ହୁ? ଦ ଲ୍ୟାଣ୍ଡ ଓନର୍ ଅର୍ ଦ ସ୍କେୟାର କ୍ରୋ? ସେଠୁ କବି କହୁଛନ୍ତି ୟୁ ଡୁ ହିଜ୍ ୱାର୍କ। ହିଜ୍ ୱାର୍କ ମିନ୍ସ ଦ ଲ୍ୟାଣ୍ଡ ଓନର୍ସ ୱାର୍କ। ତୁମେ ଜମି ମାଲିକଙ୍କର କାମ କରୁଛ। ତାହେଲେ ପାଳଭୂତଟି କ'ଣ ଜମି ମାଲିକଙ୍କର କାମ କରୁଛି?
scare the crow, scare the bats and other animals too. ପିଲାମାନେ ଜମିର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର? ଜମି ମାଲିକଙ୍କର ବା କୃଷକଙ୍କର। କବିଙ୍କ କହିବା ଅନୁସାରେ ଇଏ ସେହି କାମଟିକୁ କରୁଛି। କ'ଣ କରୁଛି? ସ୍କେୟାର ଦ କ୍ରୋ, ସ୍କେୟାର ଦ ବାର୍ଡସ୍ ଆଣ୍ଡ ଅଦର ଆନିମଲ୍ସ ଟୁ। ଆମର କାଉ ବା ଅନ୍ୟ ପଶୁପକ୍ଷୀମାନଙ୍କୁ ଡରଉଛି ବା ଘଉଡ଼ଉଛି। ତାହେଲେ ଏଠି ଗୋଟେ ଜମି ମାଲିକର କାମ ସିଏ କରୁଛି। ସେଠୁ କବି ଆହୁରି କନଫ୍ୟୁଜ୍ ହେଇକି ତାକୁ ପଚାରୁଛନ୍ତି, ୟୁ ଆର୍ ହୁ? ତୁମେ କିଏ? ଦ ଲ୍ୟାଣ୍ଡ ଓନର ଅର୍ ଦ ସ୍କେୟାର କ୍ରୋ? ତୁମେ ଏ ଜମିର ମାଲିକ ନା ପାଳଭୂତ? ତୁମେ କିଏ କହିଲ? ତାହେଲେ ପିଲାମାନେ ଟିକେ ଚିନ୍ତା କର, କବି କାହିଁକି ଏତେ ମାତ୍ରାରେ କନଫ୍ୟୁଜ୍ ହେଇଯାଇଛନ୍ତି? ବିକଜ୍ ଇଟ୍ ୱେୟାର୍ସ ଦ ଲ୍ୟାଣ୍ଡ ଓନର୍ସ ଡ୍ରେସ୍, ମିନ୍ସ ହିଜ୍ ସାର୍ଟ ଆଣ୍ଡ ପ୍ୟାଣ୍ଟସ୍ and holds his bow. Moreover, he finds it look after the crops, means it's care of the birds and animals. କବି ଦେଖିଲେ ये ଜମି ମାଲିକଙ୍କର ଡ୍ରେସ୍ ପିନ୍ଧିଛି, ଅର୍ଥାତ୍ ତାଙ୍କର ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧିଛି ଏବଂ ତାଙ୍କର ଧନୁତୀରକୁ ଧରିଛି। ତାପରେ ବି ଦେଖିଲେ ଏ ଆମର ଶସ୍ୟ କ୍ଷେତକୁ ବି ଜଗିଛି, ମାନେ ସବୁ ପଶୁପକ୍ଷୀଙ୍କୁ ଘଉଡ଼ଉଛି, ଡରଉଛି। ସେଠୁ କବି କନଫ୍ୟୁଜ୍ ହେଇକି ତାକୁ ପଚାରୁଛନ୍ତି, ହୁ ଆର୍ ୟୁ? ତୁମେ କିଏ? ଦ ଲ୍ୟାଣ୍ଡ ଓନର ଅର୍ ଦ ସ୍କେୟାର କ୍ରୋ? ତୁମେ ଏଇ ଜମିର ମାଲିକ ନା ଗୋଟିଏ ପାଳଭୂତ? ଏଇଠି ଆମେ କିଛି ସମୟ ପାଇଁ ଭୁଲି ଯାଉଛନ୍ତି ଯେ ପାଳଭୂତ ହେଉଛି ଗୋଟେ ନିର୍ଜୀବ, ତା ସହିତ କେହି କେବେ କଥାବାର୍ତ୍ତା କରିପାରେ ନା। କିନ୍ତୁ କବି ଏତେ ସୁନ୍ଦର ଭାବରେ ପୋଏମ୍ଟିକୁ ଲେଖିଛନ୍ତି, ଏମିତି ଲାଗୁଛି ଯେମିତି କବି ଆଉ ପାଳଭୂତ ମଧ୍ୟରେ ଗୋଟେ କଥାବାର୍ତ୍ତା ବା କନଭରସେସନ୍ ଚାଲିଛି, ନୁହେଁ କି? ଇଏ ହେଉଛି ପିଲାମାନେ କବିର କଳ୍ପନା। ଆକୁ ଜଣେ ସାଧାରଣ ଲୋକ କଳ୍ପନା କରିବା କଳ୍ପନାର ବାହାରେ। ନେକ୍ସଟ ଷ୍ଟାଞ୍ଜା ଦେଖିବା। ୟୁ ଆର୍ ଏ ଲୁକ୍ ଆଲାଇକ୍ ଏ ସେମିଆନ୍ ଟୁଇନ୍, ହୁ ନୋଜ୍ ଇଜ୍ ୟୋର ଓନର ହାଇଡିଂ ବିହାଇଣ୍ଡ ୟୁ। ୟୁ ଆର୍ ଏ ଲୁକ୍ ଆଲାଇକ୍, ତୁମେ ଏକା ଭଳି ଦେଖାଯାଅ, ଏ ସେମିଆନ୍ ଟୁଇନ୍, ଯାଆଁଳାଙ୍କ ପରି। ହୁ ନୋଜ୍, କିଏ ଜାଣେ, ଇଜ୍ ୟୋର ଓନର ହାଇଡିଂ ବିହାଇଣ୍ଡ ୟୁ, ତୁମ ମାଲିକ ତୁମ ପଛପଟେ ଲୁଚିଛନ୍ତି କି? ତାହେଲେ ଏଠି କବି ସେମାନଙ୍କ ମଧ୍ୟରେ ସିମିଲାରିଟିଜ୍ ନୋଟିସ୍ କରିଛନ୍ତି। କବିଙ୍କ କହିବା ଅନୁସାରେ ଦ ସ୍କେୟାର କ୍ରୋ ଇଜ୍ ଦ ଲୁକ୍ ଆଲାଇକ୍ ଅଫ୍ ଦ ଲ୍ୟାଣ୍ଡ ଓନର। ସେ ହେଉଛି ଜମି ମାଲିକର ଗୋଟିଏ ଅବିକଳ ନକଲ। ପୁଣି କବି କହୁଛନ୍ତି, ତୁମ ମାଲିକ ତୁମ ପଛପଟେ ଆଉ ଲୁଚି ନାହାନ୍ତି ତ? ନେକ୍ସଟ ଷ୍ଟାଞ୍ଜା ଦେଖିବା। ଆଇ ୱାକ୍ ଟୁ ଆର୍ଲି, no intention to spoil or steal, but you naughty dare to scare me too. ତାହେଲେ କବି କହୁଛନ୍ତି କ'ଣ? I walk too early, no intention to spoil or steal, means the poet usually walks across the field early in the morning. ସାଧାରଣତଃ ବଡି ଭୋରୁ ଆମର କବି ସେ ବିଲ ଦେଇ ଚାଲିବାକୁ ଯାଆନ୍ତି, ଅର୍ଥାତ୍ ସେ ସେଇ ବିଲ ଦେଇ ମର୍ଣ୍ଣିଂ ୱାକ୍ରେ ଯାଆନ୍ତି। ଆଣ୍ଡ ହି ହାଜ୍ ନୋ ଇଣ୍ଟେନସନ୍ ଟୁ ସ୍ପଏଲ୍ ଅର୍ ଷ୍ଟିଲ୍ ଏନିଥିଙ୍ଗ ଫ୍ରମ୍ ଦ ଫିଲ୍ଡ। ଏବଂ କବି କହୁଛନ୍ତି ତାଙ୍କର ସେମିତି କୌଣସି ଉଦ୍ଦେଶ୍ୟ ବା ଇରାଦା ନାହିଁ ଟୁ ସ୍ପଏଲ୍ ଅର୍ ଷ୍ଟିଲ୍ ଏନିଥିଙ୍ଗ, କିଛି ଜିନିଷ ଚୋରେଇବା ବା କିଛି ଜିନିଷ ନଷ୍ଟ କରିବା କବିଙ୍କର ଉଦ୍ଦେଶ୍ୟ ନୁହଁ। ବଟ୍ ୟୁ ନଟି ଡେୟାର ଟୁ ସ୍କେୟାର ମି ଟୁ, କବି କହୁଛନ୍ତି କିନ୍ତୁ ତୁ ଦୁଷ୍ଟ, ମୋତେ ବି ଡରେଇ ଦଉ। ପିଲାମାନେ ଏଇଟା ବି ସ୍ୱାଭାବିକ କଥା, ଯେତେବେଳେ ବଡି ଭୋରୁ ଆମେ ହଠାତ୍ ଗୋଟେ ପାଳଭୂତକୁ ଦେଖିବା ଡରିଯିବା ନା ନାହିଁ? ତାହେଲେ କବି କହୁଛନ୍ତି ଆଇ ୟୁଜୁଆଲି ୱାକ୍ ଥ୍ରୁ ଦ ଫିଲ୍ଡ ବଟ୍ ଆଇ ହାଭ୍ ନୋ ଇଣ୍ଟେନସନ୍ ଟୁ ସ୍ପଏଲ୍ ଅର୍ ଷ୍ଟିଲ୍ ଏନିଥିଙ୍ଗ ଫ୍ରମ୍ ଦ ଫିଲ୍ଡ, ବଟ୍ ଷ୍ଟିଲ୍ ୟୁ ମେକ୍ ମି ସ୍କେୟାର୍ଡ। କବି କହୁଛନ୍ତି ମୁଁ ସେଇ ବିଲ ଦେଇ ପ୍ରତ୍ୟେକ ଦିନ ଚାଲିବାକୁ ଯାଏ, ମୋର ଜମିରୁ କିଛି ଚୋରି କରିବା ବା ଜମିର କିଛି ନଷ୍ଟ କରିବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ତଥାପି ତୁ ମୋତେ ଡରେଇ ଦଉ। ଲାଷ୍ଟ ଷ୍ଟାଞ୍ଜା ଦେଖିବା। ୟୁ ଆର୍ ହୁ? ଦ ଲ୍ୟାଣ୍ଡ ଓନର ଅର୍ ଦ ସ୍କେୟାର କ୍ରୋ? ସେଠୁ କବି କନଫ୍ୟୁଜ୍ ହେଇକି ପଚାରୁଛନ୍ତି, ହୁ ଆର୍ ୟୁ? ତୁମେ କିଏ? ଦ ଲ୍ୟାଣ୍ଡ ଓନର ଅର୍ ଦ ସ୍କେୟାର କ୍ରୋ? ଜମିର ମାଲିକ ନା ଗୋଟିଏ ପାଳଭୂତ?
पिलामाने ये थिला आजिर पोएम स्केयर क्रो। भावुची तुम ये पोएमटी को भल भाव बुझी पारिथिबो। तथापि जदि कौटी किसी डाउट रही जाई थाए मते कमेंट बॉक्स रे कमेंट करी पचारि पारिबो। मु ताकु सॉल्व करिया पई चेष्टा करिवि। तो वर्तमान चलो आमे कॉम्प्रिहेंशन क्वेश्चन गुड़िकर आंसर करनबा। ताले देखिबा फर्स्ट क्वेश्चन, व्हाट इज द पोएम अबाउट। ए पोएम टी केउ विषय रे। द पोएम इज अबाउट ए स्केयर क्रो। कविताटी गोटे पाळाभूत विषय रे। नंबर 2, हु आर देयर इन द पोएम। कविताटी केउ माने अछंती। देयर आर द पोएट एंड ए स्केयर क्रो इन द पोएम। पोएम टी रे कवि एवं गोटे पाळाभूत अछंती। नंबर 3, हु इज यू एंड हु इज आई। एठी तुमे किए एवं एठी मु किए। यू एंड आई आर द स्केयर क्रो एंड द पोएट रेस्पेक्टिवली। एठी यू एवं आई यथाक्रमे पाळाभूत एवं कवि। नंबर 4, हु डज द पोएट टॉक टू। कवि कहा सह कथा हैचंती। द पोएट टॉक्स टू द स्केयर क्रो। कवि स्केयर क्रो बा पाळभूत सह कथा हैचंती। नंबर 5, हु हैज प्लेस्ड द स्केयर क्रो फॉर व्हाट पर्पज। पाळभूतटी को किए रखिछि एवं केउ उद्देश्य रे। द लैंड ओनर हैज प्लेस्ड द स्केयर क्रो टू स्केयर ऑफ द बर्ड्स एंड अदर एनिमल्स who come to eat or spoil the crops। आमर जो सब पशुपक्षी माने शस्य खाइबाकू किंबा शस्य क्षेत्र नष्ट करदेबाकू आसंती सेमानकू डराइबा पई आमर जमीर मालिक ए पाळभूतटी को थोइछि। नंबर 6, हु डज हिज स्टैंड फॉर। हिज स्टैंड्स फॉर द लैंड ओनर। नंबर 7, हुज शर्ट पैंट्स एंड कैप is the scarecrow wearing। The scarecrow is wearing the shirt, pants and cap of the landowner। Number 8, who has given him all these and why। The landowner has given all these to the scarecrow to keep away the birds and other animals from the crop field। Number 9, can you say why the poet mistakes the scarecrow to be the landowner। The poet finds that the scarecrow wears the landowner's shirt, pants and holds his bow, so the poet mistakes the scarecrow to be the landowner। Number 10, why has the landowner given his bow to the scarecrow। The landowner has given his bow to the scarecrow to scare the birds and animals। Number 11, what are the some of the uses of the scarecrow। The scarecrow is used to scare off the crows and other birds and animals। Number 12, who looks alike, which tooth looks similar। The scarecrow looks alike। The landowner and the scarecrow look similar। Number 13, when did the poet see the scarecrow। The poet saw the scarecrow when he went for a walk early in the morning। Number 14, did the poet go there to steal। No, the poet did not go there to steal anything। Number 15, why did the poet call the scarecrow naughty। The scarecrow made the poet confused and scared, so he called it naughty। Number 16, who does the poet talk to in the poem।
The poet talks to the scarecrow in the poem. Number 17. Poets often treat non-living things as living. Has the poet done so here? Yes, the poet has done so here. Number 18. Who does he consider living and why? He considers the scarecrow as living because, first of all, it looks like the landowner, and secondly, it does the work of a landowner. पिलामाने मोर आशा आजिर भिडियोटी तुममानंकु भल लागिथिबो। जदि भल लागिथाए ताले कोन करियाकु पड़िबो मु भिडियो प्रथम रे कहि देइथिली आ बेसी किछि कहियाकु चाहुनी। तो आजिर कार्यक्रम को एठी रखिबा। धन्यवाद।